ବହୁତ ଦିନ ପରେ ଆଜି ତାକୁ ଦେଖି ଭାରି ଭଲ ଲାଗିଲା। ସେ ବହୁତ ଖୁସି ବି ଥିଲା। ତା ସହିତ ତାର ଅନେକ ସାଙ୍ଗସାଥି ବି ଥିଲେ। ଆଉ ତାର ସେଇ ସାଙ୍ଗମାନଙ୍କ ସହିତ ମିଶି ଢେର ସାରା ମସ୍ତି କରୁଥିଲା, ଢେର ସାରା ମଜା ବି କରୁଥିଲା। ଆଉ ସେସବୁ ଫଟୋକୁ ସମସ୍ତ ସୋସିଆଲ ମିଡ଼ିଆରେ ଅପଲୋଡ଼ ବି କରୁଥିଲା। ତାର ସେ ମଜାମସ୍ତି ଦେଖି ମୋତେ ଜମା ବି ଇର୍ଷା ହେଉନଥିଲା, ବରଂ ତାର ସେ ଖୁସିର ମୁହୂର୍ତ୍ତ ଦେଖି ମୋତେ ବି ଭାରି ଖୁସି ଲାଗୁଥିଲା। ହେଲେ ମୋର ଦୁଃଖ କ'ଣ ଥିଲା ଜାଣିଛନ୍ତି? ମୋତେ ଲାଗୁଥିଲା ତାର ସେ ମଜାମସ୍ତି ଭିତରେ ସେ ଯେମିତି ମୋତେ ପୁରା ଭୁଲି ଯାଇଥିଲା। ମୁଁ ଯେମିତି ତା ମନ ଭିତରେ ଆଉ ଜମା ବି ନଥିଲି। ନହେଲେ ଯେ ଦିନେ ତାର ସବୁ ଖୁସିର ମୁହୂର୍ତ୍ତ ମୋତେ ସେୟାର କରୁଥିଲା, ଆଉ ଦୁଃଖ କି ସମସ୍ୟା ଆସିଲେ ମୋତେ ଜଣାଉଥିଲା, ଆଜି ଯେମିତି ଲାଗୁଥିଲା ମୁଁ କିଏ ତାକୁ ଯେମିତି ଜଣା ନଥିଲା। ଏମିତି ଲାଗୁଥିଲା କି ମୁଁ ଯେମିତି ତା ଜୀବନରେ କେବେ ବି ଆସିନଥିଲି। ମୋର ଯେମିତି ତା ସହିତ କେବେ ଆଗରୁ ଭେଟ ବି ହେଇନଥିଲା। ମୋର ଯେମିତି ତା ସହିତ ଆଗରୁ କିଛି ସମ୍ପର୍କ ନଥିଲା। ସେ ଖୁସି ଥିଲା ବୋଲି ମୋତେ ଏମିତି ଲାଗୁନଥିଲା, ମୁଁ ଦୁଃଖୀ ଥିଲି ବୋଲି ମୋତେ ସେମିତି ଲାଗୁଥିଲା। କାହିଁକି ନା ଦିନେ ଯିଏ ମୋର ସାମାନ୍ୟ ଟେନସନ୍ ଦେଖିଲେ ପାଗଳି ଭଳି ହେଇଯାଉଥିଲା, ମୁଁ ଏତେ କଷ୍ଟ ଯନ୍ତ୍ରଣାରେ ଥିଲେ ବି ତାକୁ କିଛି ଫରକ ପଡ଼ୁନଥିଲା। ଏମିତି ଲାଗୁଥିଲା ମୁଁ ଆଜି କଷ୍ଟରେ ଅଛି ବୋଲି ବୋଧେ ସେ ମୋ ପାଇଁ ଖୁସିରେ ରହିପାରୁଥିଲା। ମୁଁ ଆଜି ଦୁଃଖରେ ଥିଲି ବୋଲି ବୋଧେ ତାକୁ ମଜା କରିବାକୁ ସୁଯୋଗ ମିଳୁଥିଲା। ମୋର ସାମାନ୍ୟ ସମସ୍ୟା ଆସିଲେ ଯିଏ ଦିନେ ବିଚଳିତ ହୋଇପଡ଼ୁଥିଲା, ଆଜି ମୋ ପାଖରେ ଗଦା ଗଦା ସମସ୍ୟା ଥିଲେ ବି ସେ ଦିନେ ବୁଝିବାକୁ ଚେଷ୍ଟା କରୁନଥିଲା। ଯଦିଓ ତା ସାହାଯ୍ୟ ମୋ ପାଇଁ ସବୁବେଳେ ଆବଶ୍ୟକ ପଡ଼ୁଥିଲା, ତଥାପି ବି ମୁଁ ତା ସାହାଯ୍ୟ ନେବାକୁ ଚାହୁଁନଥିଲି। ହେଲେ ସହାନୁଭୂତି ପାଇଁ ଅପେକ୍ଷା ନିଶ୍ଚିତ କରିଥିଲି। ସେ କେବେ ଥରେ କଲ୍ କରିବ ଆଉ ଆଗ ଭଳି କହିବ, ବ୍ୟସ୍ତ ହୁଅନି, ସବୁକିଛି ଠିକ୍ ହେଇଯିବ। ସେଇ କେଇପଦ କଥା ଶୁଣିବାକୁ ଅପେକ୍ଷା କରି କରି ମୋ ମନୋବଳ ଧୀରେ ଧୀରେ ଭାଙ୍ଗି ଭାଙ୍ଗି ଯାଉଥିଲା। ଆଉ ସମସ୍ୟା ବି ବଢ଼ି ବଢ଼ି ଯାଉଥିଲା। ସେ ମୋଠୁ ଦୂରେଇ ଯିବା ପରେ ମୋର ସମସ୍ୟା ବଢ଼ିବ ଏକଥା ତ ମୋତେ ଭଲ ଭାବରେ ଜଣାଥିଲା। ହେଲେ ତାର କିଛି ଦୋଷ ନଥିଲା। ସେ ତ ମୋ ପାଖରୁ ଦୂରେଇବାକୁ ଜମା ବି ଚାହୁଁନଥିଲା। ସେ ଜାଣିସାରିଥିଲା ସେ ଗଲା ପରେ ମୁଁ ନିଶ୍ଚିତ ଅସୁବିଧାରେ ପଡ଼ିବି। ସେଥିପାଇଁ ବୋଧେ ସେ ପୁଣି ଥରେ ମୋ ପାଖକୁ ଆସିବାକୁ ବହୁତ ଚେଷ୍ଟା କରୁଥିଲା। ହେଲେ ଆମର କିଛି ନିଜର ଲୋକ ସେ କଥା ବୁଝିବାକୁ ଚେଷ୍ଟା କରିନଥିଲେ। ସେଇ ନିଜର ଲୋକମାନଙ୍କ ଇର୍ଷା ଆଉ ସନ୍ଦେହ ଦିନେ ଆମ ସମ୍ପର୍କକୁ ଦୂରେଇ ଦେଇଥିଲା। ଅନେକ ପ୍ରଚେଷ୍ଟା କରିଥିଲି ପୁଣି ଥରେ ତା ସହିତ ସମ୍ପର୍କ ଯୋଡ଼ିବାକୁ। ତାର ଆବଶ୍ୟକତା ପାଇଁ ନୁହେଁ, ମୋର ଆବଶ୍ୟକତା ପାଇଁ। କାହିଁକି ନା ସେ ଚାଲିଗଲା ପରେ ଆଉ କାହାକୁ ଅସୁବିଧା ହେଉନଥିଲା, କେବଳ ମୋତେ ହିଁ ସବୁ ସମସ୍ୟାକୁ ସାମ୍ନା କରିବାକୁ ପଡ଼ୁଥିଲା। କିନ୍ତୁ ପୁଣି ଥରେ ସମ୍ପର୍କ ଯୋଡ଼ିବାର ପ୍ରୟାସଟା ମୋ ପାଇଁ ବେଶୀ ବଙ୍ଗା ପଡ଼ିଯାଇଥିଲା। ପ୍ରଥମ ଥର ଦୂରେଇ ଗଲା ପରେ ଯେଉଁ ଟିକିଏ ସମ୍ପର୍କ ବାକି ଥିଲା, ସେଇଟା ବି ସବୁଦିନ ପାଇଁ ଶେଷ ହେଇଯାଇଥିଲା। ତା ଉପରେ ଅନେକ ଚାପ ପକାଯାଉଥିଲା। ଆମ ସମ୍ପର୍କକୁ ନେଇ ତାକୁ ଅନେକ କଟୁ କଥା ବି କୁହାଯାଉଥିଲା। ବିଚାରୀ କେତେ ବା ସହିଥାନ୍ତା। ଶେଷରେ ଇଚ୍ଛା ନଥିଲେ ବି ସେ ମୋଠୁ ଦୂରେଇ ଯିବାକୁ ନିଷ୍ପତ୍ତି ନେଲା। ଆରମ୍ଭ କରିଦେଇଥିଲା ମୋତେ ଦୂରେଇ ଦେବାର ସେ ପ୍ରକ୍ରିୟା। ସେଇ ଚିରାଚରିତ କଥାରୁ ଦୂରେଇବା ଆରମ୍ଭ କରିଥିଲା। ପ୍ରଥମେ ବ୍ଲକ୍ କଲା, ଆଉ ତାପରେ ଘୃଣା କରିବାର ନାଟକ କଲା। ଆଉ ଏସବୁ ଦେଖି ଯେମିତି ମୁଁ ତା ଉପରେ ରାଗିଯିବି, ଆଉ ତାକୁ ସବୁଦିନ ପାଇଁ ଭୁଲିଯିବି। ସେ ଭଲ ଭାବରେ ଜାଣିଥିଲା ଆମ ଭିତରେ ଯେଉଁ ପବିତ୍ର ସମ୍ପର୍କ ଥିଲା, ମୁଁ ତାକୁ କେବେ ଭୁଲି ପାରିବିନି। କିନ୍ତୁ ତାକୁ ମୁଁ କେମିତି ଭୁଲିବି, ସେ ପ୍ରାଣପଣେ ଚେଷ୍ଟା ଜାରି ରଖିଥିଲା। କାହିଁକି ନା ଆମ ସମ୍ପର୍କକୁ ନେଇ ସନ୍ଦେହ କରୁଥିବା ସେମିତି ସମ୍ପର୍କ ଆମ ଭିତରେ ନଥିଲା। ଆମ ସମ୍ପର୍କ ସ୍ୱଚ୍ଛ ଥିଲା ଆଉ ପବିତ୍ର ବି ଥିଲା। ସେ ମୋତେ ଦୂରେଇ ଦେବାକୁ ସବୁ ପ୍ରକାର ଚେଷ୍ଟା ଜାରି ରଖିଥିଲା। ଆଉ ଆଜି ବି ତାର ସେ ଚେଷ୍ଟା ସେମିତି ଚାଲିଥିଲା। ହେଲେ ସେ କ'ଣ ମୋ ହୃଦୟ ଭିତରୁ ବାହାରି ପାରୁଥିଲା? ସେ ମୋତେ ଭୁଲିବାକୁ ଚେଷ୍ଟା କରି କରି ଆଜି ହୁଏତ ପୁରା ଭୁଲି ନଥିଲେ ବି କିଛି ତ ଭୁଲି ଯାଇଥିଲା। କିନ୍ତୁ ମୁଁ ତାକୁ 1% ବି ଭୁଲିବା ସମ୍ଭବ ହୋଇପାରୁନଥିଲା। ସମ୍ପର୍କର ସୂତାଖିଅଟା ସିନା ଛିଡ଼ି ଯାଇ 2 ଖଣ୍ଡ ହୋଇଯାଇଥିଲା। ସେଇ ଛିଡ଼ି ଯାଇଥିବା 2 ଖଣ୍ଡ ସୂତାଖିଅର ଗୋଟେ ପଟେ ସେ ମୋତେ ଭୁଲିବାର ଭଲ ଅଭିନୟ କରି ସାଙ୍ଗସାଥି ସହିତ ମଜା ଖୁସି କରୁଥିଲା, ଆଉ ଆରପଟେ ଖାଲି ଦୁଃଖ, ଯନ୍ତ୍ରଣା ଆଉ ସମସ୍ୟା ଭିତରେ ପ୍ରତି ମୁହୂର୍ତ୍ତରେ ତାକୁ ମନେ ପକାଇ ମୋ ଆଖିର ଲୁହଗୁଡ଼ା ବହି ଯାଉଥିଲା। ମୋ କାନ୍ଦ ସିନା କେହି ଦେଖିପାରୁନଥିଲେ, ହେଲେ ମୋତେ ଲାଗୁଥିଲା ସେ କିନ୍ତୁ ଅନୁଭବ କରିପାରୁଥିଲା। ରାତି ଯେତେବେଳେ ନିଃଶବ୍ଦ ହୋଇଯାଉଥିଲା, ସମସ୍ତେ ଯେତେବେଳେ ଶୋଇପଡ଼ୁଥିଲେ, ମୋତେ କିନ୍ତୁ ଜମା ବି ନିଦ ଆସୁନଥିଲା। କାହିଁକି ଜାଣିଛ? ସେଇ ମୁହୂର୍ତ୍ତଟା ମୋ ପାଇଁ ଭାରି ଯନ୍ତ୍ରଣାଦାୟକ ଥିଲା। ଶୋଇପଡ଼ିବା ଭଳି ଅଭିନୟ ତ କରୁଥିଲି, ହେଲେ ଆଖିର ଲୁହରେ କେତେ ଯେ ତକିଆ ଭିଜୁଥିଲା ତାର କିଛି ହିସାବ ନଥିଲା। ଆଉ ଆଜି ସେ ଯେତେବେଳେ ମଜା ଖୁସି କରୁଥିଲା, ତା ଖୁସି ଦେଖି ମୋତେ ଯେତେ ଖୁସି ଲାଗୁଥିଲା,
ମୋ ସମସ୍ୟା ପାଇଁ ବି ସେତିକି ଦୁଃଖ ଲାଗୁଥିଲା। ଖୁସି ଏଥିପାଇଁ ଲାଗୁଥିଲା ଯେ ସେ ଖୁସିରେ ଅଛି, ଆଉ ଦୁଃଖ ଏଥିପାଇଁ ଲାଗୁଥିଲା ଯେ ଯଦି ଆଜି ମୋ ପାଖରେ ସେ ଥାନ୍ତା ହୁଏତ ଆଜି ମୋର ସମସ୍ୟା ଆସିନଥାନ୍ତା, ଆଉ ଯଦି ବି ଆସିଥାନ୍ତା ସେ ତାକୁ ଭଲ ଭାବରେ ହ୍ୟାଣ୍ଡେଲ୍ କରିପାରିଥାନ୍ତା। କିନ୍ତୁ ବେଳେବେଳେ ବହୁତ ରାଗ ଲାଗେ ସେମାନଙ୍କ ଉପରେ ଯେଉଁମାନେ ଆମ ସମ୍ପର୍କକୁ ଭାଙ୍ଗିଥିଲେ, ହେଲେ ସବୁ ଜାଣି ବି କିଛି କରିପାରେ ନା। କାହିଁକି ନା ମୁଁ ଜାଣିଛି ମୁଁ ଯଦି ରାଗିକି କାହାକୁ କିଛି କହିଦେଉଛି ନା, ତେବେ ସେ ବେଶୀ ବେଶୀ ଅସୁବିଧାରେ ପଡ଼ିବାର ସମ୍ଭାବନା ଥିଲା। ତାକୁ ପୁଣି ଥରେ କଟୁ କଥା ଶୁଣିବାକୁ ପଡ଼ିପାରେ। ସେଥିପାଇଁ ମୋତେ ଯେତେ କଷ୍ଟ ହେଲେ ବି ସବୁ ସହି ଚୁପ୍ ରହିବାକୁ ପଡ଼ିଥିଲା। ହଁ, ସେ ଖୁସିରେ ରହୁ, ମୁଁ ତା ଖୁସି ଦେଖି ବହୁତ ଖୁସି। ଭଗବାନ ମୋତେ ଯେତେ କଷ୍ଟ ଦେଉଛନ୍ତି ଦିଅନ୍ତୁ, ହେଲେ ତାକୁ କେବେ ଆଉ ଦୁଃଖ ନ ଦିଅନ୍ତୁ। ସେ ମୋ ପାଇଁ ବହୁତ କଥା ଶୁଣିଛି, ମୋ ପାଇଁ ବହୁତ କଷ୍ଟ ବି ପାଇଛି, ମୋ ପାଇଁ ବହୁତ ମିଛ ବଦନାମ ବି ହେଇଛି। ହେଲେ ଜାଣିଛନ୍ତି ସେ ତା ବଦନାମ ପାଇଁ ମୋଠୁ ଦୂରେଇ ଯାଇନଥିଲା, ବରଂ ସେ ମୋ ବଦନାମ ସହି ନ ପାରି ମୋ ଇଜ୍ଜତ ବଞ୍ଚାଇବାକୁ ଯାଇ ଇଚ୍ଛା ନଥିଲେ ବି ମୋଠୁ ଦୂରେଇ ଯାଇଥିଲା। ସେଥିପାଇଁ ତ ସେ ମୋଠୁ ଦୂରେଇ ଯାଇଥିଲା, କିନ୍ତୁ ମୋତେ ତାଠୁ ଦୂରେଇ ଦେଇପାରିନଥିଲା। ଆଜି ଆମକୁ ଦୂରେଇ ଦେଇଥିବା କିଛି ଲୋକ ବେଶ୍ ଖୁସି ଅଛନ୍ତି, କିଛି ଲୋକ କଷ୍ଟ ବି ପାଉଛନ୍ତି। କେମିତି କଷ୍ଟ ପାଇବେନି ଆଜ୍ଞା? ମୋ ଆଖିର ଲୁହ କ'ଣ ବ୍ୟର୍ଥ ଯିବ? ତାର ଫଳ ତ ଭଗବାନ ନିଶ୍ଚିତ ଦେବେ। ଆଉ ଯେଉଁମାନେ ଆମକୁ ଦୂରେଇ ଖୁସି ଅଛନ୍ତି ନା, ସେମାନଙ୍କ ପାଳି ବି ବହୁତ ଜଲ୍ଦି ଆସିବ, ଏକଥା ତ ନିଶ୍ଚିତ ଥିଲା। ଉପରେ ଜଣେ ଅଛି, ସେ ନ୍ୟାୟ ଆଉ ଅନ୍ୟାୟ ସବୁ ଦେଖୁଥିଲା। ହିସାବ କରି ଦିନେ ନା ଦିନେ ସୁଧ ମୂଳ ସହିତ ନିଶ୍ଚିତ ଦେଇଦେବ ବୋଲି ଆଶା ତ ଥିଲା। ଆଜି ମୁଁ ସମସ୍ୟାରେ ଅଛି, ଦୁଃଖରେ ଅଛି, କଷ୍ଟ ଆଉ ଯନ୍ତ୍ରଣାରେ ବି ଅଛି। ହେଲେ ଏ ସମୟ କ'ଣ ସବୁବେଳେ ଥିବ? ଦିନେ ତ ମୋ ସମୟ ଭଲ ଆସିବ, କିନ୍ତୁ ଆମକୁ ମିଛ ବଦନାମ କରି ଅଲଗା କରିଥିବା ସେଇମାନଙ୍କୁ ଉପରବାଲା ଦିନେ ନା ଦିନେ ଦଣ୍ଡ ନିଶ୍ଚୟ ଦେବେ, ଏଥିରେ ଜମା ବି ସନ୍ଦେହ ନଥିଲା। ଆଜି ମୋ ସମସ୍ୟା ଏତେ ବଢ଼ିଯାଇଥିଲା ଯେ ତା ବିନା ମୋତେ ରାସ୍ତା ମିଳୁନଥିଲା। ସେଥିପାଇଁ ବୋଧେ ତା କଥା ମୋର ସବୁବେଳେ ମନେ ପଡ଼ୁଥିଲା। ଏତିକି ତ ସିଓର ଥିଲି, ସେ ଥିଲେ ହୁଏତ ଆଜି ମୋର ଏତେ ସମସ୍ୟା କେବେ ବି ହେଇନଥାନ୍ତା। ସବୁ ପରେ ନୀରବ ରହିବା ଛଡ଼ା କିଛି ରାସ୍ତା ନଥିଲା। ଭାରି ଅପସେଟ୍ ଲାଗୁଥିଲା, ଆଉ ଏଇ କେଇ ପଦ କଥା ହୃଦୟରୁ ବାହାରି ଆସିଲା। ଏ କଥାଗୁଡ଼ା କାହାକୁ ଭଲ ଲାଗିବ ମୋତେ ତ ଜଣା ନଥିଲା, କିନ୍ତୁ ଏ କଥାଗୁଡ଼ା ଅପ୍ରିୟ ସତ ଥିଲା। ଯିଏ ମୋର କ୍ଷତି କରିଛନ୍ତି ସେମାନଙ୍କୁ ଗାଳି ଦେବାକୁ ତ ଇଚ୍ଛା ହେଉନଥିଲା, କିନ୍ତୁ କଷ୍ଟ ଏତେ ହେଉଥିଲା ଯେ ହୃଦୟ ଭିତରୁ ଅଭିଶାପ ଗୁଡ଼ା ଖାଲି ବାହାରି ଆସୁଥିଲା। ଆଜି ଆପଣଙ୍କୁ କିଛି ବି କମେଣ୍ଟ କରିବାକୁ କହିବିନି, ଆଉ ମୁଁ ଜାଣିନି ଆପଣ ଆଜିର ଏ କେଇପଦ କଥାରେ କ'ଣ କମେଣ୍ଟ କରିବେ। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।